ପିଲାମାନେ ଦେଖିପାରୁଥିବେ ଯେ ଜୁନିୟର କ୍ଲର୍କ ତରଫରୁ ତମର ନିଯୁକ୍ତି ଆସିଯାଇଛି। ଓକେ, ଯେଉଁ ନିଯୁକ୍ତି ଆସିଛି ତମର କ'ଣ କ'ଣ ସବୁ ରହିଛି ନା ଦେଖ, ଷ୍ଟେନୋଗ୍ରାଫର ରହିଛି, ଜୁନିୟର କ୍ଲର୍କ କପିଷ୍ଟ ରହିଛି, ଜୁନିୟର ଟାଇପିଷ୍ଟ ରହିଛି, ସେଲେନ୍ ଅମିନ୍ ରହିଛି। ତ ଏସବୁ ତମର ରହିଛି। ଓକେ, ତାର ଆମେ ଫୁଲ୍ ଡିଟେଲ୍ସ ମଧ୍ୟ ଦେଖିବା। ଅଫିସ୍ ଅଫ୍ ଦି ଡିଷ୍ଟ୍ରିକ୍ଟ ଜଜ୍ ନୟାଗଡ଼ ତରଫରୁ ତମର ଭ୍ୟାକେନ୍ସି ଆସିଛି। ଓକେ, ତ ଚାଲନ୍ତୁ ଦେଖିବା ଭ୍ୟାକେନ୍ସି କ'ଣ ଅଛି। ଅଫିସ୍ ଅଫ୍ ଦି ଡିଷ୍ଟ୍ରିକ୍ଟ ଜଜ୍ ନୟାଗଡ଼ ତରଫରୁ ଅଛି। ଜବ୍ ଏଇଟା ତମର ପରମାନେଣ୍ଟ ରହିବ। ଦେନ୍ ଦେଖ ତମର କାଟାଗୋରୀ ତ ଜାଣିଛ। ତାପରେ ଦେଖ ନେମ୍ ଅଫ୍ ପୋଷ୍ଟ ମୁଁ କହିସାରିଛି, ଅମିନ୍ ଜୁନିୟର କ୍ଲର୍କ ଆଉ ଜୁନିୟର ଟାଇପିଷ୍ଟ ଆଉ ଷ୍ଟେନୋଗ୍ରାଫର। ଆପ୍ଲିକେସନ୍ ମୋଡ୍ ତମର ଅଫଲାଇନ୍ ରହିବ, ଯାହାକି ତମେ ସ୍ପିଡ୍ ପୋଷ୍ଟ ବା ରେଜିଷ୍ଟର ପୋଷ୍ଟ ତମେ କରିବ। ଓକେ, ଦେନ୍ ଦେଖନ୍ତୁ ହୁ କ୍ୟାନ୍ ଆପ୍ଲାଏ, ଏଠି ଅଲ୍ ଓଡ଼ିଶା କ୍ୟାଣ୍ଡିଡେଟ୍ ଆପ୍ଲାଏ କରିପାରିବେ। ପ୍ଲେସ୍ ଅଫ୍ ପୋଷ୍ଟିଂ ତମର ନୟାଗଡ଼ ରହିବ। ଜେଣ୍ଡର ତମର ବୋଥ ମେଲ୍ ଆଉ ଫିମେଲ୍ ସମସ୍ତେ ଆପ୍ଲାଏ କରିବା। ପାଇଁ କ'ଣ ଦରକାର ନା ଅମିନ୍ ପାଇଁ ଦେଖ 10 କ୍ଲାସ୍ ପ୍ରଥମେ ପାସ୍ କରିଥିବ, ତା ସାଙ୍ଗରେ ତମ ଇନ୍ସପେକ୍ଟର ଟ୍ରେନିଂ ସାର୍ଟିଫିକେଟ୍ ମଧ୍ୟ ବୋର୍ଡ ୱିଥ୍ ରେଭିନ୍ୟୁ ଇନ୍ସପେକ୍ଟର ଟ୍ରେନିଂ ସାର୍ଟିଫିକେଟ୍ ମଧ୍ୟ ଦରକାର। ଦେନ୍ ଦେଖ ତମର କ୍ଲର୍କ ଆଉ ଟାଇପିଷ୍ଟ ପାଇଁ କ'ଣ ଦରକାର ନା +3 ତମେ କମ୍ପ୍ଲିଟ୍ କରିଥିବ, ତା ସହିତ ତମେ କମ୍ପ୍ୟୁଟର ସାର୍ଟିଫିକେଟ୍ ଥିବା ଦରକାର। ଦେଖ ଟାଇପିଷ୍ଟ ପାଇଁ ତମକୁ ଟାଇପିଂ କରିବାକୁ ପଡ଼ିବ। ଓକେ, ତ ଟାଇପିଂ ତମର ଟିକେ ସ୍ପିଡ୍ ରହିଥିବା ଦରକାର। ସେହିପରି ଷ୍ଟେନୋଗ୍ରାଫର ପାଇଁ ମଧ୍ୟ ତମକୁ +3 ସହିତ କମ୍ପ୍ୟୁଟର ସାର୍ଟିଫିକେଟ୍ ତମ ପାଖରେ ଥିବା ଦରକାର। ତମେ ଯେମିତି ମାନେ ମିନିଟ୍ରେ ତମେ 40ଟା ଖଣ୍ଡ ୱାର୍ଡ଼ ଯେମିତି କମ୍ପ୍ଲିଟ୍ କରିପାରୁଥିବା ଦରକାର। ଓକେ, ତ ଦେଖ ସିଲେକ୍ସନ୍ ପ୍ରୋସେସ୍ ତମର କେମିତି ରହିବ ନା ରିଟିନ୍ ଏକ୍ଜାମିନେସନ୍ ହେବ, କମ୍ପ୍ୟୁଟର ସ୍କିଲ୍ ଟେଷ୍ଟ ରହିବ। ଦେନ୍ ଦେଖ ଇଣ୍ଟରଭ୍ୟୁ ତମର ହେବ ଆଉ ଡକୁମେଣ୍ଟ ଭେରିଫିକେସନ୍ ଲାଗିବ। ଭ୍ୟାକେନ୍ସି ଡିଟେଲ୍ସ ରହିଛି। ଜୁନିୟର କ୍ଲର୍କର 16ଟି ପୋଷ୍ଟ ରହିଛି, ଜୁନିୟର ଟାଇପିଷ୍ଟର 2ଟି ପୋଷ୍ଟ ରହିଛି। ଦେନ୍ ଦେଖ ଷ୍ଟେନୋଗ୍ରାଫରର ମଧ୍ୟ 3ଟି ପୋଷ୍ଟ ରହିଛି, ଅମିନ୍ର 1ଟି ପୋଷ୍ଟ ରହିଛି। ଟୋଟାଲି ଏଠି ହୋଇଗଲା 22ଟା ପୋଷ୍ଟ। ଲିମିଟ୍ ତମର ରହିବ ମିନିମମ୍ ତମକୁ 18 ହୋଇଥିବା ଦରକାର, ମ୍ୟାକ୍ସିମମ୍ ତମକୁ 32 ହୋଇଥିବା ଦରକାର। ତା ଭିତରେ ତମେ ମାନେ ଆପ୍ଲାଏ କରିବା। ଷ୍ଟାର୍ଟ ଡେଟ୍ ଅଲରେଡ଼ି ଆପ୍ଲାଏ ଚାଲିଛି, ମାନେ 10 ଜୁନ୍ରୁ ଚାଲିଛି, ତ 9 ଜୁଲାଇରେ ତମର ଲାଷ୍ଟ ଡେଟ୍ ଅଛି। ଓକେ, 9 ଜୁଲାଇ ତମର ଲାଷ୍ଟ ଡେଟ୍ ହେଉଛି, ତା ଭିତରେ ତମକୁ ଆପ୍ଲାଏ କରିବାକୁ ପଡ଼ିବ। ଓକେ, ତ କେମିତି ଆପ୍ଲାଏ କରିବେ ମୁଁ ଫୁଲ୍ ଡିଟେଲ୍ସ କହିବି, ଭିଡ଼ିଓକୁ ଏଣ୍ଡ ପର୍ଯ୍ୟନ୍ତ ଦେଖନ୍ତୁ। ଦେଖ ଆପ୍ଲିକେସନ୍ ଫିସ୍ ତମର ରହିଛି 0। ଓକେ, OBC ହଉ, ସେ ଜେନେରାଲ ହଉ କିମ୍ବା ହ୍ୟାଣ୍ଡିକ୍ୟାପ୍ଟ ହଉ କିମ୍ବା SC/ST ପିଲାମାନଙ୍କ ପାଇଁ ମଧ୍ୟ 0 ହିଁ ରହିଛି। ଓକେ, ସମସ୍ତେ ଆପ୍ଲାଏ କରିବାକୁ ଚେଷ୍ଟା କରିବେ। ଡକୁମେଣ୍ଟ କ'ଣ ସବୁ ଲାଗିବ ନା ଦେଖ ଯେଉଁ ଏଜୁକେସନାଲ କ୍ୱାଲିଫିକେସନ୍ ସାର୍ଟିଫିକେଟ୍ ଲାଗିବ, ତାପରେ କମ୍ପ୍ୟୁଟର ସାର୍ଟିଫିକେଟ୍, ତାପରେ ତମର ଦେନ୍ ଲାଗିବ ଦେଖ କାଷ୍ଟ ସାର୍ଟିଫିକେଟ୍ ଲାଗିବ, 2 ଅରିଜିନାଲ କ୍ୟାରେକ୍ଟର ସାର୍ଟିଫିକେଟ୍ ଲାଗିବ। ଏଠି ପାସପୋର୍ଟ ସାଇଜ୍ ଫଟୋ ମଧ୍ୟ ଏଠି ଲାଗିବ। ଦେଖ 1 ଆଇଡ୍ ପ୍ରୁଫ୍ ଲାଗିବ, ତମର ସେଇଟା ଯେକୌଣସି ବି ହେଇଥାଉ ନା କାହିଁକି, ଆଧାର ହଉ କିମ୍ବା ଭୋଟର ହଉ କିମ୍ବା ପାନ୍ କାର୍ଡ଼ ହେଇଥାଉ ନା କାହିଁକି, ତା ଭିତରେ ତମେ ଯେଉଁଟା ଗୋଟେ ନେଇପାରିବ। ଦେଖ ଏମ୍ପ୍ଲୟି ଏକ୍ସଚେଞ୍ଜ ସାର୍ଟିଫିକେଟ୍, ତା ଭିତରେ ଏଇଟା ମଧ୍ୟ ତମର ଲାଗିବ। ସାଲାରୀ ରହିବ 21,700ରୁ ଷ୍ଟାର୍ଟ ହେବ, ଦେନ୍ ତମର 69,100 ପର୍ ମନ୍ଥ ରହିବ। ଦେନ୍ ଦେଖ ଜୁନିୟର କ୍ଲର୍କ ଆଉ ଟାଇପିଷ୍ଟ ପାଇଁ ତମର 19,900ରୁ ଷ୍ଟାର୍ଟ ହେବ ଆଉ 63,200 ଟଙ୍କା ତମର ପର୍ ମନ୍ଥ ଯିବ। ଷ୍ଟେନୋଗ୍ରାଫର ପାଇଁ ମଧ୍ୟ ସେହିପରି ରହିଛି। ଦେଖ 25,500ରୁ ଷ୍ଟାର୍ଟ ହେବ, ତମର 81,100 ଟଙ୍କା ପର୍ ମନ୍ଥ ଯାଇପାରେ। ଆଡ୍ରେସ୍ ତମର ରହିଛି ଯେଉଁଠି ପୋଷ୍ଟ କରିବ, ତା ଆଡ୍ରେସ୍ କ'ଣ ରହିବ? ଅଫିସ୍ ଅଫ୍ ଜଜ୍ ନୟାଗଡ଼, ପିନକୋଡ୍ ତମର ରହିବ 752069 ତମର ରହିବ। ଦେଖ ଯାହା ବି ସବୁ ମୁଁ କହିଲି ତାହା ସବୁ ଏଠି ଦେଇଦେଇ। ଦେଖ ତମର ଷ୍ଟେନୋଗ୍ରାଫର ପାଇଁ 25,000, ଏଠି ଦେଇଛି 19,900, ଏଠି ଦେଖ 21,700। ଜୁନିୟର ତମର ଏଠି ସାଲାରୀ ଆମେ ପାଇବେ ମଧ୍ୟ ସେୟା ରହିଛି। ଜୁନିୟର ଟାଇପିଷ୍ଟ ଆଉ ଜୁନିୟର କ୍ଲର୍କ ପାଇଁ ସେମ୍ ରହିଛି। ଦେଖ ସବୁ କିଛି ଦେଇଛି PDFରେ। ଆଉ ତମକୁ କ'ଣ କରିବାକୁ ପଡ଼ିବ ନା PDFକୁ ଡାଉନଲୋଡ୍ କରିବା ପାଇଁ ପଡ଼ିବ, କାହିଁକିନା ତମକୁ ସ୍ପିଡ୍ ପୋଷ୍ଟ କରିବାର ଅଛି। ସେଥିପାଇଁ ତମକୁ କ'ଣ କରିବାକୁ ପଡ଼ିବ ନା PDFକୁ ଡାଉନଲୋଡ୍ ମଧ୍ୟ କରିବାକୁ ପଡ଼ିବ। ସେଥିପାଇଁ ତମେ କ'ଣ କରିବାକୁ ପଡ଼ିବ ନା ଟେଲିଗ୍ରାମରେ PDF ଦିଆଯାଇଛି, ତମେ ଟେଲିଗ୍ରାମରେ ଜଏନ୍ ହୋଇକିନି PDFକୁ ଡାଉନଲୋଡ୍ କରିପାରିବ। ଏବଂ ତାହାର ଯେଉଁ ସ୍ପିଡ୍ ପୋଷ୍ଟ ଯେଉଁ ଅଛି ମୁଁ ଏଠି ଦେଖାଇ ଦେଉଛି, ଏଇ ଯେଉଁ ପେଜ୍ଟା ତମର ରହିଛି ଆକୁ ତମେ ଫିଲ୍ଅପ୍ କରି ସ୍ପିଡ୍ ପୋଷ୍ଟ ତମକୁ କରିବାକୁ ପଡ଼ିବ। ଓକେ, ତ ଏଇ ନେମ୍ ଅଫ୍ କ୍ୟାଣ୍ଡିଡେଟ୍ ଏଠି ରହିଛି, ଫାଦର୍ସ ନେମ୍ ଏଠି ସବୁ କିଛି ରହିଛି, ଆକୁ ଫିଲ୍ଅପ୍ କରି ସ୍ପିଡ୍ ପୋଷ୍ଟ କରିଦେବ। ତମର ଲାଷ୍ଟ ଡେଟ୍ ପୁରା ଦେଇଦେଇଛି, ଏଠି ପୁରା ଟୋଟାଲି ଏଠି ଦେଇଦେଇଛି। କେତେଟା ହେବ ନା ଡିଷ୍ଟ୍ରିକ୍ଟ ଜଜ୍ ନୟାଗଡ଼ ଓଡ଼ିଶା, ତମର ଏଠି 75/20/69 ଦେଇଛି। କେତେଟା 5ଟା PM ପୂର୍ବରୁ ତମକୁ ମାନେ ସେଠି ସ୍ପିଡ୍ ପୋଷ୍ଟ କରିବାର ଅଛି। 9 ଜୁଲାଇ ସୁଦ୍ଧା ତମକୁ ସ୍ପିଡ୍ ପୋଷ୍ଟ କରିବାର ଅଛି। ଓକେ, ଆଶା କରୁଛି ଆପଣଙ୍କୁ ଭିଡ଼ିଓଟି ଭଲ ଲାଗିଥିବ। ଯଦି ଭିଡ଼ିଓଟି ଭଲ ଲାଗିଥିବ ତାହେଲେ ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ଏଇଭଳି ଆଗକୁ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଜୟ ହିନ୍ଦ, ବନ୍ଦେ ମାତରମ୍।